ଏବେ ମୁଁ ଆସି ଛାତ ଉପରେ ପହଞ୍ଚିଗଲି। ଦେଖନ୍ତୁ ଆମର କଖାରୁ ଫଳିଛି ମାତ୍ର 4ଟା। ଆମର ବହୁତ କଖାରୁ ଫଳିଥାଏ, କିନ୍ତୁ ଏ ବର୍ଷ ଫଳି ନାହିଁ। କାରଣ କିନା ତା ଉପରେ ବହୁତ ଲୋକଙ୍କର ନଜର ପଡ଼ିଯାଇଛି। ସେଥିପାଇଁ ସେ ମନ ଦୁଃଖରେ କଖାରୁ ଦେଉନାହିଁ। ସେଥିପାଇଁ ତା'ର ନଜର ଉତାରି ତାକୁ ଛାଞ୍ଚୁଣି ବାନ୍ଧିବାକୁ ପଡ଼ିବ। ଲାଜକଳି ଲତା, ତୁ ଏତେ ଆଉ ଲାଜରେ ଝାଉଁଳି ଯାଆନି। ତୁ ଆମକୁ କଖାରୁ ଦବା କଥା ଦେ। ନାଇଁ ନାଇଁ, ମୁଁ ଦେବିନି। ମୋ ନଜର ଆଗେ ଉତାର, ତାପରେ ଯାଇ ଯୋଉ କଥା। ମୁଁ ଦେବିନି। ଲାଜକଳି ଲତା, ତୁ ଏତେ ଆଉ ଲାଜରେ ଝାଉଁଳି ଯାଆନି। ଏତେ ବଡ଼ ପିଲାଟେ ହେଲୁଣି, କଥାବାର୍ତ୍ତା କେମିତି କରନ୍ତି ତଥାପି ଜାଣିପାରିଲୁନି। ଟିକେ ରେସ୍ପେକ୍ଟ ଦେଇ ଶିଖିନୁ। କାହିଁ, ମୁଁ କ'ଣ ଏମିତି କହିଥିଲି କି ଆପଣଙ୍କୁ? ରାଗି ଯାଉଛନ୍ତି ଯେ? ମୋର ତ କେବଳ ନଜର ଉତାରିବାକୁ ମୁଁ କହିଲି। କାହିଁ, ତମେ ଆଗରୁ ପୂର୍ବରୁ ଛାଞ୍ଚୁଣି ବାନ୍ଧିଲନି? ମୋ ଉପରେ ନଜର ପଡ଼ିନଥାନ୍ତି କାହାର, ମୁଁ ଆପଣଙ୍କୁ କଖାରୁ ଦେଇଥାନ୍ତି ବହୁତ ଗୁଡ଼ିଏ। ଆଲୋ ହେ ଟୋକି, ତୁ ମୋ ନାତୁଣୀକି କ'ଣ ଗୋଟେ କହୁଥିଲୁ? କାହିଁ ନାଇଁ ତ ବୁଢ଼ୀମା, ମୁଁ ସେମିତି କିଛି ତମ ନାତୁଣୀକି କହିନି। ଟୋକି, ମୋର ଏମିତି କେତେ ବୟସ ହେଲାନି କି ତୁ ମୋତେ ବୁଢ଼ୀମା ଡାକୁଛୁ? ମୋତେ ଭାବେ 16 ପୁରି 17 ଚାଲୁଛି। ବୁଢ଼ୀ ମୁଣ୍ଡରେ ଆସି ଚୁଟି ପାଚିଗଲାଣି। ବୁଢ଼ୀ କହୁଛି ମୁଁ 16 ବୟସ କାକୁଡ଼ି କଷି। ଆଉ କ'ଣ ନା ହେଇଥିବ। ଚୁପ୍ କ'ଣ ଗୋଟେ କହିଥିଲ ମୋ ନାଁରେ? ନାଇଁ ବୁଢ଼ୀମା, କିଛି କହିନୁ। ନାଇଁ ବୁଢ଼ୀମା, କିଛି କହିନୁ। ଆଲୋ ହେ ନାତୁଣୀ, କୁଆଡ଼େ ଗଲୁ? କୁଆଡ଼େ ଗଲୁ କିଲୋ? ମୋ ଠେଙ୍ଗାଟା ଜଲ୍ଦି ଆଣେ। ଏଟା ଶୁଭୁନି ନା କ'ଣ? ନାହିଁ ନା କ'ଣ ଘରେ? ମୁଁ ଯାଏଁ ଠେଙ୍ଗାଟା ଆଣେ। ଚାଲ ବୁଢ଼ୀ, ଠେଙ୍ଗା ଆଣିବା ଆଗରୁ ଛୁମନ୍ତ ହେଇଯିବା। ଚାଲ ଜଲ୍ଦି ଚାଲ। କମେଡ଼ିଟା ଯଦି ଭଲ ଲାଗିଥାଏ ତାହେଲେ ପ୍ଲିଜ୍ ଗୋଟେ କମେଣ୍ଟ ତ ନିହାତି କରିବେ। ସହିତ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ ମଧ୍ୟ କରିବେ।